ବାଚସ୍ପତି ନିର୍ବାଚନ ମଣ୍ଡଳୀରେ ଅଧାରେ ପଡ଼ି ରହିଛି ମନ୍ଦାକିନୀ ସେତୁ। ସେତୁ ନିର୍ମାଣର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ସରିନି କାମ। ଘର ରଣପୁର 5-7 ବର୍ଷ ହେଲା ଏମିତି ପଡ଼ିଯାଇଛି। ଲୋକ ବହୁତ ହଇରାଣ ହେଉଛନ୍ତି। ଗାଡ଼ି ବି ଆକ୍ସିଡେଣ୍ଟ ହେଉଛି, ଯିବା ଆସିବା ଲୋକଙ୍କର ପ୍ରୋବ୍ଲେମ୍ ହେଉଛି, ଭାରିଯାନ ବି ଯିବା ପାଇଁ ବହୁତ ପ୍ରୋବ୍ଲେମ୍ ହେଉଛି। ଠିକାଦାର କହୁଛନ୍ତି ଯେ କାମ କେବେ ସରିବ ସେମିତି କହିପାରିବେନି। ବାଚସ୍ପତି ବି ଚାହୁଁନାହାନ୍ତି ଯେ ହଉ ଏଇ ସେତୁ ହଉ ବୋଲି, ଚାହୁଁଥାନ୍ତେ ଯେ ଶୀଘ୍ର ସରିଯାଆନ୍ତାଣି, ନଥାନ୍ତା ଏ କାମ। ବିଜେପି ଅମଳ ବିଜେଡ଼ି ଅମଳରୁ ଏବେ କାମ ପଡ଼ି ରହିଲାଣି। ବର୍ତ୍ତମାନ ବିଜେପି ବାଚସ୍ପତି ଅଛନ୍ତି, ସେମାନେ ଥାଇକି ମଧ୍ୟ କାମ ହେଇପାରୁନି। ଲୋକ ବହୁତ ହଇରାଣ ହେଉଛନ୍ତି। ବାଟରେ ଭାରିଯାନ ବି ଯାଇପାରୁନି, ଲୋକଙ୍କର ବାଇକ୍ ଫାଇକ୍ ଆକ୍ସିଡେଣ୍ଟ ବି ହେଉଛି। ଆଗକୁ ରଥଯାତ୍ରା ବି ଅଛି, ରଥଯାତ୍ରା ବହୁତ ପ୍ରୋବ୍ଲେମ୍ ଦେଖିବାକୁ ମିଳିବ। କିନ୍ତୁ କାମ ଠିକ୍ରେ ନାହିଁ। ରଥଯାତ୍ରା ପାଇଁ ଖାଲି ଚଳିଲା ଭଳିଆ ଗୋଟେ ସିମେଣ୍ଟ ଢଳେଇ କରିଦେଇଛନ୍ତି, ଖାଲି କାମ ଚଳା କରିବା ପାଇଁ। ବହୁତ ପ୍ରୋବ୍ଲେମ୍। ପାଣି ଆଣ୍ଠୁଏ ପାଣି ଯାଉଛି ସେଇ ଉପରେ, ନଦୀ ଉପରେ ଆଣ୍ଠୁଏ ପାଣି ଯାଉଛି। ଲୋକ ଯିବା ଆସିବା ବି କରିପାରୁନାହାନ୍ତି। ତା ସହିତ ଲୋକ ଗାଡ଼ି ବି ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଉଛି। ଲୋକ ଠିକ୍ରେ ଯିବା ଆସିବା ଯାତାୟାତ ଚାଲିକି ବି ଠିକ୍ରେ ଯାଇପାରୁନାହାନ୍ତି। ମନ୍ଦାକିନୀ ସେତୁ ତ ଆଜିକି 7-8 ବର୍ଷରେ ଭଙ୍ଗା ହେଇକି ପଡ଼ିଛି, କିନ୍ତୁ ମନ୍ଥର ଗତିରେ କାମ ଚାଲିଛି। କାମ ବି ଠିକ୍ଠାକ୍ ହେଉନାହିଁ। ତ ବିଜେଡ଼ି ଅମଳରେ ଭଙ୍ଗା ଭାଙ୍ଗି ହେଇକି ଅଛି। ବିଜେଡ଼ି ଅମଳ ଗଲାଣି, ବିଜେପି 2 ବର୍ଷ ହେଲାଣି ଆସିଲାଣି, ତଥାପି କାମ ହେଇପାରୁନି। ଆମ ବାଚସ୍ପତି ଥାଇକି ମଧ୍ୟ ବି କାମ ମାନେ ସରିପାରୁନି। ଲୋକ ବି ଏଠାକାର ବାସିନ୍ଦାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ମଟର ଯିବା ଆସିବା ବି ହେଉଛି, ଭାରିଯାନ ବି ଯିବା ଆସିବାର ଅସୁବିଧାର ସମ୍ମୁଖୀନ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଓ ସେତୁ ନିର୍ମାଣ କରିଥିବା ବେଳେ ଆଜି ବି ଅଧାରେ ପଡ଼ି ରହିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଲ୍ଲାଗୁଣି ନଦୀ ଉପରେ ନିର୍ମିତ ମନ୍ଦାକିନୀ ସେତୁ। ତେବେ କେବେ ଲୋକଙ୍କ ସୁବିଧାରେ ଗମନାଗମନ ହୋଇପାରିବ, ତାକୁ ହିଁ ଦେଖିବାକୁ ବାକି ରହିଲା। ରଣପୁର ଜିତେନ୍ଦ୍ର ସାହୁଙ୍କ ରିପୋର୍ଟ, ବଡ଼ ଖବର।